ମୁଁ କହୁଥିଲି ଗୋଟେ କଥା କଣ କି ଯେମିତି ଇଲେକ୍ସନ ରେ 5 ବର୍ଷରେ ଚେଞ୍ଜ ହେଇଯାଉଛି ଯେ ମନ୍ତ୍ରୀ ଅଛି ସେ 5 ବର୍ଷ ଚେଞ୍ଜ ହଉଛି ଯେ ସରପଞ୍ଚ ଅଛି ସେଇ 5 ବର୍ଷ ଚେଞ୍ଜ ହଉଛି ଯେ ଏମପି ଅଛି ଏମଏଲଏ ଅଛି ସବୁ 5 ବର୍ଷ ଚେଞ୍ଜ ସେମିତି 5 ବର୍ଷ ନ କରି 10 ବର୍ଷ ଧର ମାଷ୍ଟର ମାନଙ୍କ 10 ବର୍ଷ ଟ୍ରାନ୍ସଫର କରନ୍ତୁ 10 ବର୍ଷ ଚାକିରି କରୁ ତାପରେ ଘରେ ବସି ବାକି ଯୋଉ ପିଲା ସବୁ ପଢିକି ରହିଛନ୍ତି ସେମାନେ ହେଲେ ଚାକିରି ପାଇକି 2 ପଇସା ରୋଜଗାର କରି ଘରେ ରଖିପାରନ୍ତେ ଏ ଯୋଉ ବର୍ଷ ଧରି ରହୁଛନ୍ତି 20 ବର୍ଷ 40 ବର୍ଷ 50 ବର୍ଷ ବାକି ପିଲା ବି ତାଙ୍କୁ ଚାକିରି ମିଳୁନି ଆଉ ଯୋଉ ଭଳିଆ ଏ କଥାଟା ଯାହାକୁ ଭଲ ଲାଗିଥିବ ନିଶ୍ଚିତ କମେଣ୍ଟ କରି କହିବ ମୁଁ ଭୁଲ କହିଲି କି ଠିକ କହିଲି କମ ସେ କମ ଯୋଉ ମାଷ୍ଟର ଏବେ ଚାକିରି କରୁଛନ୍ତି ହଁ ମାନୁଛି ତାଙ୍କର ଗ୍ରାଜୁଏଟ ପଢା ଲେଖା ଅଛି ପଢିଛନ୍ତି ମୁଁ ମାନୁଛି ତାଙ୍କୁ ଯେମିତି ନେତା ମନ୍ତ୍ରୀ ବଦଳି ହେଲା ଭଳିଆ 5 ବର୍ଷ 5 ବର୍ଷ ନହେଲେ 15 ବର୍ଷ 15 ବର୍ଷ ଭିତରେ ତାଙ୍କୁ ବଦଳି କରାଯିବ ବାସ ଘରେ ବସ ବାକି ଯୋଉ ପିଲା ପାଠ ପଢିକିରି ଆଗକୁ ଯାଉଛନ୍ତି ସେମାନଙ୍କୁ ଚାକିରି ଦିଅ ସେମାନେ ହେଲେ କିଛି ପଇସା କମେଇ ପାରିବେ ନହେଲେ ଏମାନେ ତ ପୁରା ବର୍ଷ ଧରି କମେଇକି 2 ପଇସା ରଖିନଛନ୍ତି ହେଲେ ଲୋକଙ୍କୁ ଚାକିରି ମିଳୁନି ଭୁଲ କହିଲି କି ନିଶ୍ଚିତ କମେଣ୍ଟ କରି କହିବ ଆଉ ଭିଡ଼ିଓଟି ସମସ୍ତ ପାଖକୁ ସେୟାର କରିଦେବ।